ବୋଉ ଏଇ ଯେ ମାଛରେ ହଳଦୀ ଆଉ ଲୁଣ ଗୋଳେଇକି ରଖିଛି କଣ କରିବୁ କି? ମାଛ ତେଲ ଝାଳ। ତ ସାଙ୍ଗମାନେ ଦେଖିପାରୁଥିବେ ଆଜି ମୋ ବୋଉ ମାଛ ତେଲ ଝାଳ କରିବେ। ତ ମାଛ ତେଲ ଝାଳ କରିବା ପାଇଁ କଣ କଣ ରେସିପି ଲାଗୁଛି ତ ମୁଁ ଆପଣଙ୍କୁ ସବୁ ଦେଖେଇବି। ତ ଏବେ ସେଇ ମାଛରେ ତେଲ ଦିଆ ହଉଛି, ତାପରେ ଲେମ୍ବୁ ଦିଆ ହେଲା, ତାପରେ ଟମାଟୋ ଦିଆ ହେଲା, ତାପରେ ପିଆଜ ଦିଆ ହେଲା, ତାପରେ କଞ୍ଚା ଲଙ୍କା ଦିଆ ହେଲା, ତାପରେ ମୁଁ ଆଗରୁ ସୋରିଷ ବାଟିକି ରଖିଥିଲି ବୋଉ ଆସିବା ଆଗରୁ ତାକୁ ସେଥିରେ ଦିଆ ହେଲା। ଏବେ ସେଥିରେ ଟିକେ ଶୁଖିଲା ଲଙ୍କା ଗୁଣ୍ଡ ଦଉଛନ୍ତି, ଆଉ ଟିକେ ସେଥିରେ ହଳଦୀ ଦଉଛନ୍ତି, ଆଉ ଟିକେ ସ୍ୱାଦ ଲାଗିବା ପାଇଁ ସେଥିରେ ଚିନି ଦିଆ ହଉଛି। ତାପରେ ତାକୁ ଭଲସେ ଗୋଳେଇ ଦିଆ ହଉଛି ଯେମିତି ସେ ମସଲା ସବୁ ସେ ମାଛରେ ଲାଖିଯିବ। ଏବେ ଟିକେ ପାଣି ଦିଆ ହେଲା, ସେଥିରେ ପାଣି ଦେଇକି ତାକୁ ପୁଣି ଟିକେ ଗୋଳେଇ ଦିଆ ହେଲା। କଢ଼ା ଗରମ ହେଇଗଲାଣି, ସେଥିରେ ତେଲ ଦିଆହେଇଛି। ତାପରେ ସେଇ ଯେଉଁ ପ୍ରସ୍ତୁତ ହେଇକି ଥିବା ସେ ମାଛକୁ ଏଥିରେ ଢଳା ହବ। ତ ସେଥିରେ ଆଉ ଟିକେ ନିଜର ଖାଇବା ଅନୁସାରେ ସେଥିରେ ଆଉ ଟିକେ ପାଣି ଦିଆହେଲା। ଢାଙ୍କୁଣୀ ବୋଉ ଦେଇଦେଲେ। ତ ଏବେ ତେଲ ଝାଳ କମ୍ପ୍ଲିଟ୍ ହେବାକୁ ଆସିଲାଣି।